ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ନମସ୍କାର। ଶୁଭ ସନ୍ଧ୍ୟାରେ ଆଜି ଆପଣମାନଙ୍କୁ କିଛି ଢଗ ପ୍ରଶ୍ନ ପଚାରିବି। ଭାଉଜ ଆମର ବ୍ୟସ୍ତରେ ଅଛନ୍ତି, ଦେଖନ୍ତୁ ଫଳମୂଳ କାଟିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟ ଭିତରେ ମୁଁ ଭାଉଜଙ୍କୁ ସୁନ୍ଦର ମଜାଦାର ଢଗ ପ୍ରଶ୍ନଟି ପଚାରିବି। ସାଙ୍ଗମାନେ ଆଶା କରେ ଆପଣମାନେ ଭଲରେ ଥାଆନ୍ତୁ। ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ପୁରା ଫଳ କାଟିବାରେ ବ୍ୟସ୍ତ ଅଛନ୍ତି, କାରଣ ଆଜି ସାବିତ୍ରୀ ଓଷା, ଯେ କି ଏହି ସାବିତ୍ରୀ ଓଷାରେ ଭାଉଜ ବ୍ୟସ୍ତ ଅଛନ୍ତି। କିନ୍ତୁ ଭାଉଜ ଓଷା କରିନାହାନ୍ତି। ଓଷା କରିଛ? ଓଷା କରିଛି, ପୂଜାପୂଜି କରିନି। ପୂଜାପୂଜି କରିବେନି? କାହିଁକି କରିବି କହିଦେଉନ? କାହିଁକି ନା କ'ଣ ବାପାଙ୍କର ବର୍ଷେ ହୋଇନାହିଁ। ଯାହା ହଉ ସାଙ୍ଗମାନେ, ଆଜି ଢଗ ପ୍ରଶ୍ନ ଭାଉଜଙ୍କୁ ପଚାରିବି। ଦେଖାଯାଉ ଏଇ ଫଳ ବିଷୟରେ ଯେତେବେଳେ କାଟୁଛନ୍ତି ଏଇଟା ପଚାରିଦେବା। ଭାଉଜ କ'ଣ କେମିତି ହିସାବ କରି କହିବେ, ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ତାହେଲେ ମୁଁ ଷ୍ଟାର୍ଟ କରୁଛି। ସାଙ୍ଗମାନେ, ଭାଉଜଙ୍କ ପ୍ରଶ୍ନ ରହିଲା, କହିଲ ଦେଖି, ଗୋଟିଏ ପାଛିଆରେ 5ଟି ଆମ୍ବ ଅଛି। 5 ଜଣଙ୍କୁ ଗୋଟି ଗୋଟି କରି ବାଣ୍ଟି ଦିଆଯିବ, କିନ୍ତୁ ପାଛିଆ ଖାଲି ହେବ ନାହିଁ। ସାଙ୍ଗମାନେ, ଭାଉଜ କି ପ୍ରଶ୍ନ! ଗୋଟିଏ ପାଛିଆରେ 5ଟି ଆମ୍ବ ଅଛି, 5 ଜଣଙ୍କୁ ଗୋଟି ଗୋଟି କରି ବାଣ୍ଟି ଦିଆଯିବ, କିନ୍ତୁ ପାଛିଆ ଖାଲି ହେବ ନାହିଁ। ସାଙ୍ଗମାନେ କେମିତି? ଆପଣମାନେ ହିଁ କମେଣ୍ଟରେ ଲେଖନ୍ତୁ। 5ଟା ଆମ୍ବ ଅଛି, 5 ଜଣଙ୍କୁ ବାଣ୍ଟି ଦିଆହବ। ହଁ, ଖାଲି ହବନି କେମିତି? ସେଇଟା ସାଙ୍ଗମାନେ ଆପଣମାନେ ଟିକେ ଭଲ ଭାବରେ ଚିନ୍ତା କରନ୍ତୁ, ଉତ୍ତରଟି ଆପଣମାନେ ପାଇପାରିବେ। ଯାହା ସାଙ୍ଗମାନେ ଦେଖନ୍ତୁ, ଭାଉଜ ପୁରା ତମେ ଯୋଉ ପ୍ରଶ୍ନ ତାର ଉତ୍ତରଟା କେମିତି ହବ? ତମେ ଯୋଉ ଏମିତି ସବୁ ପଚାରିଲେ ହବ? 5ଟା ଆମ୍ବ ତ ପାଛିଆରେ ଅଛି, 5 ଜଣଙ୍କୁ ଦିଆହେଇଗଲା, ସରିଗଲା। ଆମ୍ବ ଆଉ ପାଛିଆ ରହିବ କେମିତି? ସାଙ୍ଗମାନେ, ପାଛିଆ ତ ଖାଲି ହବ ନା। ଭାଉଜ ଟିକେ ମାଇଣ୍ଡ ଭିତରକୁ ନେଇକି ବୁଝିପାରୁନାହାନ୍ତି। ଆପଣମାନେ ଟିକେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଭଲ କି ବୁଝ। ଗୋଟିଏ ପାଛିଆରେ 5ଟି ଆମ୍ବ ଅଛି, 5 ଜଣଙ୍କୁ ଗୋଟି ଗୋଟି କରି ବାଣ୍ଟି ଦିଆଯିବ, କିନ୍ତୁ ପାଛିଆ ଖାଲି ହେବ ନାହିଁ। ପ୍ରଶ୍ନଟି ଭଲ ଭାବରେ ଭାଉଜ ବୁଝିଲେ, ଉତ୍ତରଟି କିନ୍ତୁ ପାଉନାହାନ୍ତି। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ଆପଣମାନେ କୁହନ୍ତୁ, କେମିତି ସମ୍ଭବ ହେଲା? ନିଶ୍ଚିନ୍ତ ଆପଣମାନେ ଉତ୍ତର ଆପଣମାନଙ୍କ ପାଖରେ ଥିବ, ପାଇପାରିବେ। ତାହେଲେ ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନର ଯେ କି ଭାଉଜ ଉତ୍ତରଟି ପାଇନାହାନ୍ତି, କିନ୍ତୁ ବ୍ୟସ୍ତ ଅଛନ୍ତି, ସେଇ ଆମ୍ବ କାଟୁଛନ୍ତି। ଆମ୍ବ କଟା ବିଷୟରେ ମୁଁ ପ୍ରଶ୍ନଟି କରିଦେଲି ଭାବିକି, କିନ୍ତୁ ଆପଣମାନେ ଟିକେ ଭଲ ଭାବରେ ଚିନ୍ତା କରନ୍ତୁ, ଉତ୍ତରଟି ଆପଣମାନେ ପାଇପାରିବେ। ନା କ'ଣ କହୁଛ ସାଙ୍ଗମାନେ? ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। କିନ୍ତୁ ଦେଖାଯାଉ ମଝିରେ କେବେ ହେଲେ ଆପଣମାନେ କାଟନ୍ତୁ ନାହିଁ, କାରଣ ଭିଡ଼ିଓର ମଜା ଆପଣମାନେ କେବେ ପାଇପାରିବେ ନାହିଁ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଆଶା ରଖିଛୁ। ଆଶା ଆମେ ଦେଖିବା ଏଇଭଳି ମଜାଦାର ଢଗ ପ୍ରଶ୍ନ, ମଜା ନେବା, ଅନ୍ୟମାନଙ୍କ ସହିତ ହସିବା। ନା କ'ଣ କହୁଛ? ଅନ୍ୟକୁ ହସାଇବା। ପ୍ଲିଜ୍ ସାଙ୍ଗମାନେ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି କରିଦିଅନ୍ତୁ ସବସ୍କ୍ରାଇବ୍, ସେୟାର କରିଦିଅନ୍ତୁ ଆପଣମାନଙ୍କ ପରିଜନଙ୍କ ପାଖକୁ, ବନ୍ଧୁବାନ୍ଧବ, ଭାଇ ଭଉଣୀ, ମଉସା ମାଉସୀ, ଯେତେ ଆପଣମାନଙ୍କ ସମ୍ପର୍କୀୟ ଅଛନ୍ତି। ତାହେଲେ ସାଙ୍ଗମାନେ, ତାହେଲେ ସେକେଣ୍ଡ ଢଗ ପ୍ରଶ୍ନଟି ପଚାରିଦେବା। ଅବଶ୍ୟ ସର୍ଟ ଅଛି, ଭାଉଜ କ'ଣ ଉତ୍ତର ଦେବେ ଆପଣମାନେ ଖାଲି ଭିଡ଼ିଓଟିକୁ ଦେଖି ନିଅନ୍ତୁ। ନା କ'ଣ କହୁଛ? କହିଲ ଦେଖି, ଭାରତର ମୁକୁଟ କେଉଁ ସହରକୁ କ'ଣ ଜଣାଯାଇଛି, କୁହାଯାଉଛି? ଭାରତର ମୁକୁଟ କେଉଁ ସହରକୁ କୁହାଯାଏ?
ଭାରତ ଜାଣିଛ ତ ଭାରତ ଦିଲ୍ଲୀ ସାଙ୍ଗମାନେ ଯାଉ ଭାଉଜ କହୁଛନ୍ତି ଦିଲ୍ଲୀ। ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଭାଉଜ ଯଦି ଠିକ୍ କହିଛନ୍ତି। କହିଲେଣି ଇଣ୍ଡିଆ। ଦେଖନ୍ତୁ ସାଙ୍ଗମାନେ ସେଇଥିପାଇଁ ଏ ପ୍ରଶ୍ନଟିକୁ ପଚାରିଛି। ଭାରତ ମୁଁ ପଚାରିଛି ପ୍ରଶ୍ନଟି ହେଲା ଭାରତର ମୁକୁଟ କେଉଁ ସହରକୁ ଜଣାଯାଇଛି ମାନେ କୁହାଯାଇଛି। ସାଙ୍ଗମାନେ ଦିଲ୍ଲୀ ନା ଯାଉ ସାଙ୍ଗମାନେ ଭାଉଜ ଯାହା ଜାଣିଛନ୍ତି କହୁଛନ୍ତି ଏଇଟା ଦିଲ୍ଲୀ ହୋଇପାରେ। ସାଙ୍ଗମାନେ ଆପଣମାନେ ଏଇଭଳି ମଜାଦାର ପ୍ରଶ୍ନ ଦେଖନ୍ତୁ ମଜା ନିଅନ୍ତୁ। ଆପଣମାନେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖନ୍ତୁ। କିନ୍ତୁ ସାଙ୍ଗମାନେ ଆଜି ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଥିଲା। ଆପଣମାନେ ନିଶ୍ଚୟ ଜାଣିପାରିଥିବେ ଭାଉଜ ପୁରା ଦେଖନ୍ତୁ ଫଳମୂଳ କାଟିବାରେ ବ୍ୟସ୍ତ। ଦେଖନ୍ତୁ ସାଙ୍ଗମାନେ କଟା ସରିଲାଣି ତାକୁ କ'ଣ କରିବ ଏ ଫଳମୂଳକୁ ତାହେଲେ ସାଙ୍ଗମାନେ ଆଜିର ଢଗ ପ୍ରଶ୍ନ ବହୁତ ସୁନ୍ଦର ଥିଲା। ଆପଣମାନେ ଦେଖିପାରୁଥିବେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। କାରଣ ଆମେ ଜାଣୁ ଆମର ବେଷ୍ଟ ଫ୍ରେଣ୍ଡ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖିବେ ଯେଉଁ ପ୍ରଶ୍ନ ଦୁଇଟି ମୁଁ ପଚାରିଥିଲି। ଭାଉଜ କିଛି ପଚାରିବେ କି? ପଚାର ଗୋଟେ କ'ଣ ଅଛି ନା କିଛି ପଚାରିବେନି? ସାଙ୍ଗମାନେ ଭାଉଜ କହୁଛନ୍ତି ସାବିତ୍ରୀ ବ୍ରତ କ'ଣ ପାଇଁ ପାଳନ କରାଯାଏ। ସାଙ୍ଗମାନେ ଭାଉଜ ଆମର ପ୍ରଶ୍ନଟି କଲେ ନମସ୍କାର। ହେ ରେ ବାବା ଆପଣମାନେ ଟିକେ ଭାଉଜଙ୍କୁ ବୁଝେଇ ଦିଅନ୍ତୁ। ଭାଉଜ ନିଶ୍ଚୟ ଜାଣିଛନ୍ତି ଏ ପ୍ରଶ୍ନଟି କରିଛନ୍ତି। କିନ୍ତୁ ଦେଖାଯାଉ ସାଙ୍ଗମାନେ ଆପଣମାନେ କ'ଣ ଉତ୍ତର ଦେଉଛନ୍ତି। ଯାହା ସାଙ୍ଗମାନେ ସଠିକ୍ ଉତ୍ତର ଟିକେ ଦିଅନ୍ତୁ ଭାଉଜ ଟିକେ ଖୁସି ହେବେ। ଯାହା ଜାଣିଛନ୍ତି ସାଙ୍ଗମାନେ ଗୋଟେ କମେଣ୍ଟରେ ଲେଖନ୍ତୁ। ତାହେଲେ ସାଙ୍ଗମାନେ ଯେତେବେଳେ ଆମେ ଭିଡ଼ିଓଟି ଷ୍ଟାର୍ଟ କରୁ ସେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କ ନାମ ନେଇ ଆମେ ଭିଡ଼ିଓଟି ଷ୍ଟାର୍ଟ କରୁ ଏବଂ ଯେତେବେଳେ ଆମେ ଭିଡ଼ିଓଟି ବନ୍ଦ କରୁ ସେ ଶ୍ରୀ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ସେ ହିଁ ଜଗତର ନାଥ ଜଗନ୍ନାଥ ସେ ହିଁ ଗରିବର ଦୁଃଖ ସୁଖର ସାଥୀ ସେ ହିଁ ନିରାକାର ସେ ହିଁ ନିରଞ୍ଜନ ସେ ହିଁ ଦୁଃଖର ସାଗର ଯିଏକି ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ଓଡ଼ିଶା ମାଟିର ପୁଅ ଭାଇ ଭଉଣୀ ମଉସା ମାଉସୀ ହୋଇଥିବେ। ନିଶ୍ଚିନ୍ତ ଆପଣମାନେ ଜାଣିଥିବେ ସେଇ ମହାପ୍ରଭୁଙ୍କ ବିଷୟରେ। କିନ୍ତୁ ଯାହା ହଉ ସାଙ୍ଗମାନେ ଆପଣମାନେ ଭଲ ପାଉଥିଲେ ନିଶ୍ଚିନ୍ତ ଆପଣମାନେ ଆମ ସର୍ବପ୍ରଥମେ ତାଙ୍କ ନାମ ନେଉ ଆପଣମାନେ ଖୁସି ହେଉଥିବେ। ତାଙ୍କୁ ଭଲ ପାଉଥିଲେ ସେଇ ମହାପ୍ରଭୁଙ୍କୁ ନିଶ୍ଚିନ୍ତ ସବସ୍କ୍ରାଇବ୍ କରି ସେୟାର କରନ୍ତୁ। ଯାହା ହଉ ସାଙ୍ଗମାନେ ଆପଣମାନଙ୍କ ସପୋର୍ଟ ଆମ ପାଖରେ ସବୁବେଳେ ଅଛି ଏବଂ ରହିଥିବ ବୋଲି ମଧ୍ୟ ଆମେ ଆଶା କରୁ। ଭାଉଜ ବୁଝାଉଛନ୍ତି ସାଙ୍ଗମାନେ ଅବହେଳା ନକରି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି ଆମେ ଏବେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଆପଣମାନଙ୍କ ପାଇଁ ଆମେ ଆଣିବୁ। ଏଥିରେ କିଛି ଶିଖିବେ ଜାଣିବେ ଅନ୍ୟମାନଙ୍କ ପାଖକୁ ସେୟାର କରିବା ପାଇଁ ଆପଣମାନଙ୍କ ପାଖରେ ମାନେ ସମୟ ମିଳିବ। ଯାହା ସାଙ୍ଗମାନେ ଏବେ ଆମେ ରହୁଛୁ। ଜୟ ଜଗନ୍ନାଥ ନମସ୍କାର।